ଆମ ଥର ଆଜି ସକାଳେ ମତେ ଡାକିକି କହିଲେ ଏ ହ୍ୟାଲୋ ଡକ୍ଟର ମେନି ମେନି ହାପି ଗ୍ରିଟିଙ୍ଗସ୍ ମାତୃଭାଷା ଦିବସର। ମୁଁ କହିଲି ଆଜ୍ଞା ଇଏ ହାତରେ କଣ ଧରିଛନ୍ତି? ଆପଣ ବା ନିଜେ ଇଂରାଜୀ ଖବର କାଗଜ ପଢୁଛନ୍ତି। ସେ ଟିକେ ଅପ୍ରସ୍ତୁତ ହେଇଯାଇ କହିଲେ ନାଇଁ ନାଇଁ ମୁଁ ଏଇଟା କଣ ପାଇଁ ପଢୁଛି କି ଜାଣିବା ପାଇଁ କି ଆମ ମାତୃଭାଷା ବିଷୟରେ ଅନ୍ୟ ଖବର କାଗଜ ମାନେ କଣ କଣ କାଢୁଛନ୍ତି। ମୁଁ କହିଲି ଓହୋ ତାହେଲେ ଆପଣଙ୍କ ଘରେ ସମସ୍ତେ କଣ ଓଡିଆରେ କଥାବାର୍ତ୍ତା କରୁଛନ୍ତି? ମିଶ୍ର ବାବୁ ଟିକେ ଅପ୍ରସ୍ତୁତ ହେଇ ପଡିଲେ, କହିଲେ କାହିଁକି ମିଛ କଥା କହିବି, ପୁଅ ମୋର କର୍ପୋରେଟରେ କାମ କରୁଛି, ତେଣୁ ତାର ବହୁତ ଇଚ୍ଛା ମାତୃଭାଷାରେ କଥା ହେବା ପାଇଁ, କିନ୍ତୁ ଚାକିରି ବଞ୍ଚେଇବା ପାଇଁ ସବୁବେଳେ ଡରୁଛି, ଅତଏବ ଇଂରାଜୀରେ ଲେଖା ପଢା ଆଉ କଥାବାର୍ତ୍ତା କରୁଛି। ମୁଁ କହିଲି ବା ବଢିଆ, ତାହେଲେ ଆପଣଙ୍କ ନାତୁଣୀ ଛୋଟ ଯିଏ ସ୍କୁଲ ଯାଉଛି ମୁଁ ତାକୁ ଦେଖୁଛି। କହିଲେ ଆଜ୍ଞା ତା କଥା କାହିଁ କହୁଛନ୍ତି, ନାତୁଣୀ ମୋର ଇଂରେଜୀ ମିଡିୟମ ସ୍କୁଲରେ ପଢୁଛି, ଆଉ ନାଁ ଟାକୁ ମୋର ପୂର୍ଣ୍ଣଚନ୍ଦ୍ର ମିଶ୍ର ତାକୁ ଅନୁବାଦ କରିକିରି ଫୁଲ ମୁନ ମିକ୍ସଚର ବୋଲି କହୁଛି। ମୁଁ କହିଲି ବା ବହୁତ ବଢିଆ, ତାହେଲେ ଆଉ କିଏ ରହିଲେ ଆପଣଙ୍କ ବୋହୂ, ସେ ବି କଣ ମାତୃଭାଷା ଓଡିଆରେ କଥାବାର୍ତ୍ତା କରୁଛନ୍ତି? ମିଶ୍ର ବାବୁ ଚାରିଆଡକୁ ଟିକେ ଗାଢେଇକି ଚାହିଁଲେ, ଆଉ ମତେ ଥିରିକି ମୋ କାନରେ କହିଲେ ଯେ ଆପଣ ତ ଜାଣିଛନ୍ତି କି ଆଜିକାଲି ଆଉ ପୁରୁଣା ଯୁଗ ନାହିଁ, ଶ୍ୱଶୁର ମାନେ ଓଲଟି ବୋହୂକୁ ଡରୁଛନ୍ତି, ହେଲେ ମୋ ବୋହୂ ସେମିତି ନାହିଁ, ଫରେନ ରୁ ଆସିଛି, ସ୍ପେନ ରୁ ବୋହୂ, ହେଲେ କଣ କରିବି ମତେ ପୂର୍ଣ୍ଣ ବୋଲି ମିଷ୍ଟର ପନ୍ ବୋଲି ସମ୍ବୋଧନ କରୁଛି, ଭାଇ ସେତିକି ଥାଉ। ମୁଁ କହିଲି ବା ବହୁତ ବଢିଆ, ତାହେଲେ ମିଶ୍ର ବାବୁ ଆପଣଙ୍କ ଘରେ ରହିଲେ କି ଆଉ? ଦେଖିଲି ତାଙ୍କ ପାଖରେ ଲାଙ୍ଗୁଡ ହଲ ହଲ କରୁଥିଲା ତାଙ୍କର ପୋଷା କୁକୁର। ମୁଁ କହିଲି ଇଏ ତାହେଲେ ଏବେ ଆପଣଙ୍କର ଏକମାତ୍ର ବନ୍ଧୁ, କଣ ନାଁ ଦେଇଛନ୍ତି ୟାର? ମିଶ୍ର ବାବୁ ଚାରିଆଡକୁ ଅନେଇଲେ, କହିଲେ ୟା ନାଁ ହଉଛି ଟାଇଗର।